ଆପଣ ମାନଙ୍କର ଯୋଉ ସେତେବେଳେकर ଯୋଉ ପୁରୁଣା ଆର୍ଟିଷ୍ଟ ମାନେ ଅଛନ୍ତି ତାଙ୍କ ସହିତ ମୁଁ କଥା ହଉଥିଲି ମୋ ନାଁ ଯଦିଓ କହିବିନି ଜଣେ ଜଣଙ୍କ ସହିତ ମୁଁ କଥା ହଉଥିଲି ସେମାନଙ୍କ ଭିତରେ ଗୋଟେ ବହୁତ କ୍ଷୋଭ ରହୁଛି ଯେ ଆମ ବେଳେ ଅଭିନୟ ଥିଲା ଅଲଗା ବର୍ତ୍ତମାନ ଯୋଉ ଅଭିନୟ କରୁଛନ୍ତି ସେ ଅଭିନୟ କିଛି ଶିଖୁନାହାନ୍ତି ସେମାନେ ଟଙ୍କା ଇନକମ କରିବା ଉଦ୍ଦେଶ୍ୟରେ ଏଇ ଅଭିନୟଟାକୁ ବାଛିଛନ୍ତି କିନ୍ତୁ ଆମେ କୌଣସି ଟଙ୍କା ପାଇଁ କରୁନଥିଲୁ ଆମେ ଛାଟିପିଟି ହେଇକି ପଳେଇ ଆସୁଥିଲୁ କାରଣ ଆମର ସେ କଳାଟା ଥିଲା ଆପଣ ଏଇଟାକୁ ଏକମତ କି ନାହିଁ? ନା ଶୁଣନ୍ତୁ, କିଏ କାହାକୁ ଘରୁ ଡାକେନି। ଆପଣଙ୍କର ଯେତେବେଳେ କଳା ନୈପୁଣ୍ୟଟା ପରିପ୍ରକାଶ ହବ, ଯେତେବେଳେ ମାଉଥ ପବ୍ଲିସିଟି ହବ, ତେବେ ଆପଣଙ୍କୁ ଗୋଟେ କଲଫର ହବ। ବୁଝିଲେ କି? ସେତେବେଳେ ଆଉ ଆଜିର ଅଭିନୟ ଭିତରେ ଫରକ ହଉଛି କଣ ନା, ସେତେବେଳେ ପୁରା ସିନ୍ ଟାକୁ ପୁରା ଆର୍ଟିଷ୍ଟ କରିବେ ବିଫୋର ଦି ଡିରେକ୍ଟର ଏଣ୍ଡ ଦି ଆସୋସିଏଟ ଏଣ୍ଡ ଚିଫ୍ ଆସିଷ୍ଟାଣ୍ଟ। ସେମାନେ କନଭିନ୍ସ ହେଲେ ସେ ସିନ୍ ଟା ହବ, ନ ବି ହେଇପାରେ। ଆଚ୍ଛା, ଏବେ ସେୟା ନୁହଁ, ଯିଏ ଏଭେଲେବୁଲ ତାକୁ ନେଇ ସର୍ଟ ଷ୍ଟାର୍ଟ ହବ, କାରଣ ସିଏ ଭୁଲ କଲେ ଆଇ କ୍ୟାନ୍ ଇରେଜ ଇଟ୍। ନାଇଁ ସେତେବେଳେ ଯେମିତି ଆପଣ କହୁଛନ୍ତି ଗୋଟେ ଗୋଟେ ମୁଭି ଗୋଟେ ଗୋଟେ ବର୍ଷ ଲାଗିଯାଏ ଲାଗିବନି। ଏବେ ଆପଣ ଦେଖନ୍ତୁ ଗୋଟେ ବର୍ଷରେ କେତେଟା ମୁଭି ହଉଛି ନା ଆପଣଙ୍କର ନା ଯୋଉ ଚିପ୍ ଆପଣ ଟା କହିଲେ କ୍ୱାଲିଟି କମି ଯାଉନି ତ ନା 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 କ୍ୱାଲିଟି ଏବେ ଏନହାନ୍ସ ହେଇଛି। କାହିଁକି କେମିତି ଏତେ ଟାଇମ ଯେତେବେଳେ ସେତେବେଳେ ଦିଆଯାଉଥିଲା ଏବେ ଏତେ କମ ହଁ, ଟାଇମ ଆପଣଙ୍କର ଗୋଟେ ଚିପ୍ ଟେ 3 ଘଣ୍ଟା ରେକର୍ଡିଂ ନଉଛି। ଓକେ, 3 ଘଣ୍ଟା ମାନେ ମୋର ଦେନ୍ ଏ ଫିଲ୍ମ। ଗୋଟେ ଡବା ବା ଯୋଉ ରୋଲ ବା ରିଲ୍ ହଉଛି 400 ଫୁଟ। ଆପଣ ଯେତେବେଳେ କ୍ୟାମେରା ଅନ୍ କରିବେ ସେତେବେଳେ 8 ଫୁଟ ପଳେଇଲା, ଯେତେବେଳେ ଅଫ୍ କରିବେ 8 ଫୁଟ ପଳେଇଲା। 4ଟା ସଟରେ ରୋଲ ସରିଲା, ଗୋଟେ ରୋଲ 15,000 ଟଙ୍କା। ଆପଣ ଯଦି ଦିଥର କେବଳ ଥ୍ୟାଙ୍କ ୟୁ ଟାକୁ ଭୁଲ କରିଦେଲେ ସେ ପ୍ରଡ୍ୟୁସର 15,000 ଟଙ୍କା ୱେଷ୍ଟ। ସେ ତାକୁ ୱାଶ ବି କରିବନି ସେତେବେଳେ। ଏବଂ ସେ ନେଗେଟିଭ ଏଠି ମିଳୁନଥାଏ। ଆପଣ ପ୍ରୋକ୍ୟୁର କରିବେ ଫ୍ରମ୍ ଚେନ୍ନାଇ, ଆପଣ ବୁକ୍ କରିବେ, ସିଏ ଆସିବ, ଆପଣ ରଖିବେ ଲୋଡ କରିକି। ଭେରାଇଟି ଅଫ ନେଗେଟିଭ, ରାତି ପାଇଁ ଅଲଗା ନେଗେଟିଭ, ଫୁଜି ନେଗେଟିଭ, କୋନିକା, କୋଡାକ, ଏତେ ପ୍ରକାର ଭିତରେ ଗୋଟେ ଲିମିଟେସନ ରେ କାମ କରାଯାଏ ଯେ ଦି ବେଷ୍ଟ ହଉ ଆଇ ୱିଲ୍ ଅନ୍ ଦି କ୍ୟାମେରା। ଏବେ ସେୟା ନାହିଁ। ଆପଣ ସରକାରୀ ଚାକିରି କରୁଛନ୍ତି, ଆଜ୍ଞା, ଆପଣ ତା ମାନେ ଆପଣ ଏଇଟାକୁ କେବେ ପେଶା ବୋଲିକି ଗ୍ରହଣ କରିନାହାନ୍ତି, ଗୋଟେ ନିଶା ହେଇଥିବ ଆପଣଙ୍କର। ଅବଭିୟସଲି ପଚାରିଲେ ବି ତ ସେୟା କହିବି। ନିଶା ମାନେ ଆପଣଙ୍କର 3 ପୁରୁଷ ଆପଣ ସେଦିନ କହୁଥିଲେ ମତେ 3 ପିଢି ଆପଣଙ୍କର ଅଭିନୟରେ ଅଛନ୍ତି। ନା ଅଭିନୟଟା କୋଉଠି ନା କୋଉଠି ଅଛି। ତାପରେ ଏଇ ଯୋଉ କଳାକାର ଯୋଉମାନେ ଜନ୍ମ ହୁଅନ୍ତିନି ପୃଥିବୀ ପୃଷ୍ଠରେ, ଏମାନେ ସେଇ ଗନ୍ଧର୍ବ କାଟାଗୋରୀ, ଏମାନେ ସମସ୍ତେ ଆଇଡେଣ୍ଟିଫାଇଡ ଆଉ ଡିଫରେନ୍ସିଏଟେଡ। ଆପଣ ଯାହାକୁ ବି ପିକ୍ କର, ଏମାନେ ଲୋନର୍ସ, ଏମାନେ ଟିକେ ଏକୁଟିଆ ରହିବାକୁ ଚାହାନ୍ତି। ଆଙ୍କର ମାନେ ଏନଭାୟରମେଣ୍ଟର ପରିସର ଅଲଗା, ଆଙ୍କର କଥା କହିବା ଶୈଳୀ ଅଲଗା। ଅଲଗା ବୋଲି ତ ଆର୍ଟିଷ୍ଟ, ଏମାନଙ୍କର ସବୁଥିରେ ଅଲଗା। ମାନେ ପୋଷାକରେ ଅଲଗା, କଥା କହିବାରେ ଅଲଗା, ତାଙ୍କର ହେୟାର ଷ୍ଟାଇଲ ଅଲଗା, ସବୁ ଅଲଗା। ସେ ଅଲଗାଟା ର ଗୋଟେ କାମ ଡିଫାଇନ ହେଇକି ସେ ଉପରୁ ଆସିଥାଏ। ସେ ଡିଫାଇନ ହେଇଗଲେ ସେ ପଳେଇବ। ସେତେବେଳେ ଆପଣ ଯଦି ଦେଖିବେ ଅଜିତ ଦାସ ବି ସର୍ଭିସ କରୁଥିଲେ, ପ୍ରଶାନ୍ତ ନନ୍ଦ କରୁଥିଲେ। ନା ନାଇଁ ପ୍ରଶାନ୍ତ ନନ୍ଦ ବିଜୟ ସାର୍ କରୁଥିଲେ, ବିଜୟ ମହାନ୍ତି କରୁଥିଲେ, ଆପଣ କରୁଥିଲେ। କିନ୍ତୁ ନା ମୋଠୁ ସେମାନେ ବହୁତ ସିନିୟର। ତାପରେ ଯେତେବେଳେ ଆପଣ କଲେ ଆପଣଙ୍କ ସେତେବେଳେ କିଛି ଅସୁବିଧା ହେଇନି ଯେ ସରକାରୀ ଚାକିରି କରିବା ପୁଣି ଅଭିନୟ କରିବା ଟାଇମ ଟେବୁଲରେ କେତେବେଳେ ଆସିବେ, ଆପଣଙ୍କ ଉପର ଅଫିସର ହୁଏତ ଆପଣଙ୍କୁ ମନା କରୁଥିବ ଯେ ନାଇଁ ସୁଟିଂ ନା ଆପଣଙ୍କର କ୍ରେଡେନ୍ସିଆଲ୍ସ ଟା ଦେଖିଲେ ଅଫିସର ତ ଡିପାର୍ଟମେଣ୍ଟ ଖୁସି ହୁଏ ଯେ ଆମ ଡିପାର୍ଟମେଣ୍ଟରେ ହୁଏ ନା। ଆଚ୍ଛା, ସେଟା ହଉଛି ଗୋଟେ ରହେ। ଆଉ ଯିଏ ଫାଙ୍କା ଆୱାଜ କରିକି ଯାଏ ବଟ୍ ଡୁଇଂ ନଥିଙ୍ଗ, ସିଏ ତ ଧରା ପଡିବ। ଏବଂ ମୁଁ ଯେହେତୁ ଗୋଟେ ବଡ ବ୍ୟାକଡ୍ରପ ରୁ ଆସିଥିଲି, ତେଣୁ ମତେ ସେ ହୁକ୍ସ ଟା ନଥାଏ।